ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପୁରୀ ସ୍ୱର୍ଗଦ୍ୱାରରେ ସରିଛି ଅନ୍ତିମ ସଂସ୍କାର। ହଁ ଆଜ୍ଞା, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଶୁକ୍ରବାର ଦିନ ରାତିରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦାମୋଦର ରାଉତଙ୍କୁ ପୁରା ଜଗତସିଂହପୁର ମାଟି ଆଜି ଯେମିତି ଝୁରୁଛି। ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଛନ୍ତି। ତେବେ ଅନ୍ତିମ ସଂସ୍କାର ସମୟରେ ପୁରୀ ଜିଲ୍ଲାପାଳ, ଏସ୍ପି, ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ସମେତ ଦାମ ରାଉତଙ୍କ ପରିବାର, ନିକଟତର ଲୋକେ, ଶୁଭେଚ୍ଛୁ, ବିଭିନ୍ନ ରାଜନୈତିକ ଦଳର ନେତା ସବୁ ଉପସ୍ଥିତ ରହିଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦାମ ରାଉତଙ୍କ ପରଲୋକ ପରେ ପାର୍ଥିବ ଶରୀରକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଆଯାଇଥିଲା। ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ମନ୍ତ୍ରୀ, ବିଧାୟକ ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ଦାମ ରାଉତଙ୍କ ମର ଶରୀର ପାରାଦୀପ ଏରସମା ଅଭିମୁଖେ ଯାଇଥିଲା। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ପାର୍ଥିବ ଶରୀରକୁ ସାଧାରଣ ଦର୍ଶନ ନିମନ୍ତେ ରଖାଯାଇଥିଲା। ସେଠାରୁ ତ୍ରିତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଅଟକିଥିଲା। ପାରାଦୀପରେ ପରିକ୍ରମା ସହିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିଥିଲା ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଥିଲା। ତେବେ ଦାମୋଦର ରାଉତ 81 ବର୍ଷ ବୟସରେ ଶୁକ୍ରବାର ଦିନ ସକାଳ 5:23 ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଥିଲେ। ତେବେ ଗତ 18 ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦ୍ଘାତ ପରେ ଦାମୋଦର ଗୁରୁତର ହୋଇପଡ଼ିଥିଲେ। 3 ମାସ ତଳେ ଦାମଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହେବାରୁ ଏଭଳି ଚାଲିଯାଇଛି ଜୀବନ। ବ୍ୟୁରୋ ଇନପୁଟ ସହ ପୁରୀରୁ ସରୋଜ ମଲ୍ଲିକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।